ଜୟ ଜଗନ୍ନାଥ। ମୋର ପ୍ରିୟ ଦର୍ଶକ ବନ୍ଧୁମାନେ, ଆପଣମାନଙ୍କୁ ଆମ୍ଭ ୟୁଟ୍ୟୁବ୍ ଚ୍ୟାନେଲ୍ ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଆଜି ହେଉଛି 23 ନଭେମ୍ବର 2025 ତାରିଖ ରବିବାର। ତେବେ ଚାଲନ୍ତୁ ଆଜି ଆମେ ଆଲୋଚନା କରିବା ନବଗ୍ରହ ମଧ୍ୟରେ ଥିବା 12ଗୋଟି ରାଶି ସମ୍ପର୍କରେ। ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ରାଶିର ଆଜିର ଭାଗ୍ୟଫଳ ବିଷୟରେ। ତେବେ ଆଉ ଚାଲନ୍ତୁ ଡେରି ନକରି ଆରମ୍ଭ କରିବା ମେଷ ରାଶି ଠାରୁ। ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆଜିର ଦିନଟି କେମିତି କଟିବ? ମେଷ ରାଶି, ଆଜି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶୁଭ ଦିନ। ଅନୁଭବୀ ବ୍ୟକ୍ତିଙ୍କ ଉପଦେଶ ନେଲେ ଉପକାର ହେବ। ପ୍ରେମ ସମ୍ବନ୍ଧ ମିଠା ରହିବ। ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଆଜିର ଦିନରେ ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 9, ଶୁଭ ରଙ୍ଗ ଲାଲ। ରିଷ୍ଟ ଖଣ୍ଡନର ଉପାୟ ହେଉଛି ହନୁମାନ ଚାଳିଶା ପାଠ କରନ୍ତୁ, ରିଷ୍ଟ ଖଣ୍ଡନ ହେବ। ପରବର୍ତ୍ତୀ ରାଶି ବୃଷ ରାଶି। ତେବେ ଚାଲନ୍ତୁ ଆଲୋଚନା କରିବା ଆଜିର ଦିନରେ ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କର କେମିତି କଟିବ। ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କୁ ଆଜି ଅଚାନକ ଧନ ଲାଭର ସମ୍ଭାବନା ସୃଷ୍ଟି ହେବ। ପରିବାରରେ ଖୁସିର ମାହୋଲ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ ଯିବ। ଅଧିକ ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖନ୍ତୁ। ଆପଣମାନଙ୍କ ପାଇଁ ଶୁଭ ସଂଖ୍ୟା 6, ଶୁଭ ରଙ୍ଗ ଧଳା ଏବଂ ରିଷ୍ଟ ଖଣ୍ଡନର ଉପାୟ ହେଉଛି ଲକ୍ଷ୍ମୀ ନାରାୟଣଙ୍କ ପୂଜା କରନ୍ତୁ। ପରବର୍ତ୍ତୀ ରାଶି ମିଥୁନ ରାଶି। ତେବେ ଚାଲନ୍ତୁ ଆଲୋଚନା କରିବା ଆଜିର ଦିନରେ ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କେମିତି କଟିବ। ମିଥୁନ ରାଶିର ବ୍ୟକ୍ତିବିଶେଷ ଆଜି ଅସମ୍ଭବ ଲାଗୁଥିବା କାର୍ଯ୍ୟ ସମ୍ଭବ ହେବ। ନିଜ ବୁଦ୍ଧିକୁ ଭରସା କରନ୍ତୁ। ପ୍ରେମ ଜୀବନ ଆନନ୍ଦରେ ଅତିବାହିତ ହେବ। ଅପରିଚିତ ବ୍ୟକ୍ତିଙ୍କୁ କେବେ ହେଲେ ବିଶ୍ୱାସ କରନ୍ତୁ ନାହିଁ। ଆଜି ଆପଣଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 5, ଶୁଭ ରଙ୍ଗ ସବୁଜ। ରିଷ୍ଟ ଖଣ୍ଡନର ଉପାୟ ହେଉଛି ପ୍ରଭୁ ଗଣେଶଙ୍କୁ ପୂଜା କରନ୍ତୁ। ପରବର୍ତ୍ତୀ ରାଶି କର୍କଟ ରାଶି। ତେବେ ଚାଲନ୍ତୁ ଆଲୋଚନା କରିବା ଆଜିର ଦିନରେ କର୍କଟ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କେମିତି ରହିବ। କର୍କଟ ରାଶି, ନିଜ ଭାବନାକୁ ଚାପି ଦିଅନ୍ତୁ ନାହିଁ। ପରିବାର ସହ ସେୟାର କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ସମ୍ମାନ ବଢ଼ିବ। ଶାରୀରିକ ଅସୁସ୍ଥତା ଅନୁଭବ ହୋଇପାରେ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା 2, ଶୁଭ ରଙ୍ଗ ନୀଳ। ରିଷ୍ଟ ଖଣ୍ଡନର ଉପାୟ ହେଉଛି ଶିବଙ୍କ ମସ୍ତକରେ ଜଳାଭିଷେକ କରନ୍ତୁ। ପରବର୍ତ୍ତୀ ରାଶି ସିଂହ ରାଶି। ତେବେ ଚାଲନ୍ତୁ ଆଲୋଚନା କରିବା ଆଜିର ଦିନରେ ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କେମିତି କଟିବ। ସିଂହ ରାଶିର ବ୍ୟକ୍ତିବିଶେଷ ଆଜିର ଦିନରେ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ଯୋଗ କିମ୍ବା ନୂଆ ଦାୟିତ୍ୱର ଯୋଗଦାନ କରିପାରନ୍ତି। ଯଶ ଖ୍ୟାତି ବଢ଼ିବ। ପ୍ରେମୀ ଯୁଗଳମାନଙ୍କ ପାଇଁ ଦିନଟି ରୋମାଞ୍ଚରେ ଅତିବାହିତ ହେବ। ଗର୍ବ ଓ ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା 1, ଶୁଭ ରଙ୍ଗ ସୁନେଲି। ରିଷ୍ଟ ଖଣ୍ଡନର ଉପାୟ ହେଉଛି ପ୍ରତ୍ୟେକ ଦିନ ସକାଳେ ସୂର୍ଯ୍ୟଙ୍କୁ ଜଳାଭିଷେକ କରନ୍ତୁ। ପରବର୍ତ୍ତୀ ରାଶି କନ୍ୟା ରାଶି। ତେବେ ଚାଲନ୍ତୁ ଆଲୋଚନା କରିବା ଆଜିର ଦିନରେ କନ୍ୟା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କେମିତି କଟିବ। ତେବେ କନ୍ୟା ରାଶିର ବ୍ୟକ୍ତିବିଶେଷ ଆଗରୁ କରିଥିବା କୌଣସି ପ୍ରଚେଷ୍ଟାର ଫଳ ଆଜି ନିଶ୍ଚିତ ମିଳିବ। ଭ୍ରମଣର ଯୋଗ ଅଛି। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ନିମନ୍ତେ ଭଲ ସମ୍ବାଦ ମିଳିପାରେ। ଅଯଥା ଟେନସନ୍ରୁ ଦୂରେଇ ରୁହନ୍ତୁ। ଆପଣଙ୍କର ଶୁଭ ସଂଖ୍ୟା 4, ଶୁଭ ରଙ୍ଗ ହଳଦିଆ। ରିଷ୍ଟ ଖଣ୍ଡନର ଉପାୟ ହେଉଛି ତୁଳସୀ ଚଉରା ମୂଳରେ ଦୀପ ଜାଳନ୍ତୁ। ପରବର୍ତ୍ତୀ ରାଶି ତୁଳା ରାଶି। ତେବେ ଚାଲନ୍ତୁ ଆଲୋଚନା କରିବା ଆଜିର ଦିନରେ ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କେମିତି କଟିବ। ତୁଳା ରାଶିର ବ୍ୟକ୍ତିବିଶେଷ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିବ। ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ଅଫିସରେ ଧନ୍ୟବାଦ ଏବଂ ପ୍ରଶଂସା ମିଳିପାରେ। ପାରିବାରିକ ଜୀବନ ଖୁସିରେ ଅତିବାହିତ ହେବ। ପୁରୁଣା ବିବାଦକୁ ଆଗକୁ ଆଣନ୍ତୁ ନାହିଁ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା 7, ଶୁଭ ରଙ୍ଗ ଗୋଲାପୀ। ରିଷ୍ଟ ଖଣ୍ଡନର ଉପାୟ ହେଉଛି ମା ଦୁର୍ଗାଙ୍କ ମନ୍ତ୍ର ଜପ କରନ୍ତୁ। ପରବର୍ତ୍ତୀ ରାଶି ବିଛା ରାଶି। ତେବେ ଚାଲନ୍ତୁ ଆଜି ଆଲୋଚନା କରିବା ବିଛା ରାଶିର ବ୍ୟକ୍ତିବିଶେଷମାନଙ୍କର ଆଜିର ଦିନ କେମିତି କଟିବ। ବିଛା ରାଶିର ବ୍ୟକ୍ତିବିଶେଷ ଖ୍ୟାତି ଏବଂ ସମ୍ମାନ ବଢ଼ିବ। ଆଗରୁ ଅଟକିଥିବା କୌଣସି ବିଜନେସ୍ ଡିଲ୍ ଆଜି ଫାଇନାଲ୍ ହୋଇପାରେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଜୟ ହାସଲ କରିବେ। ଆଜିର ଦିନରେ ଜିଦ୍ଦି ସ୍ୱଭାବ ରଖିବେ ନାହିଁ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା 8, ଶୁଭ ରଙ୍ଗ ମାରୁନ୍ ଏବଂ ରିଷ୍ଟ ଖଣ୍ଡନର ଉପାୟ ହେଉଛି ଭଗବାନ ଭୈରବଙ୍କ ନାମ ସ୍ମରଣ କରନ୍ତୁ। ପରବର୍ତ୍ତୀ ରାଶି
ଧନୁ ରାଶି। ତେବେ ଚାଲନ୍ତୁ ଜାଣିବା ଆଜିର ଦିନରେ ଧନୁ ରାଶିର ବ୍ୟକ୍ତିବିଶେଷମାନଙ୍କର କ'ଣ ଘଟିବ। ଧନୁ ରାଶିର ବ୍ୟକ୍ତିବିଶେଷ ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ଯିବ। ସକାରାତ୍ମକ ଚିନ୍ତାର ଫଳ ନିଶ୍ଚିତ ମିଳିବ। ସୁଖ ସମ୍ବାଦ ମିଳିପାରେ। ଅଯଥା କଥା ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା 3, ଶୁଭ ରଙ୍ଗ ବାଇଗଣୀ। ରିଷ୍ଟଖଣ୍ଡନର ଉପାୟ ହେଉଛି ଶାଳଗ୍ରାମ ପୂଜା କିମ୍ବା ବିଷ୍ଣୁ ମନ୍ତ୍ର ଜପ କରନ୍ତୁ। ପରବର୍ତ୍ତୀ ରାଶି କୁମ୍ଭ ରାଶି। ତେବେ ଚାଲନ୍ତୁ ଜାଣିବା ଆଜିର ଦିନରେ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କେମିତି କଟିବ। କୁମ୍ଭ ରାଶିର ବ୍ୟକ୍ତିମାନେ କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ଦେଖାଦେବ। ଆତ୍ମବିଶ୍ୱାସ ବଢ଼ିବ। ନୂତନ ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ। କୌଣସି କାର୍ଯ୍ୟ ତରବରିଆ ଭାବେ କରନ୍ତୁ ନାହିଁ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା 22, ଶୁଭ ରଙ୍ଗ ଆକାଶୀ ଏବଂ ରିଷ୍ଟଖଣ୍ଡନର ଉପାୟ ହେଉଛି ଓସ୍ତଗଛ ମୂଳରେ ପାଣି ଦିଅନ୍ତୁ। ପରବର୍ତ୍ତୀ ରାଶି ମୀନ ରାଶି। ତେବେ ଚାଲନ୍ତୁ ଜାଣିବା ଆଜିର ଦିନରେ ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କେମିତି କଟିବ। ମୀନ ରାଶିର ବ୍ୟକ୍ତିବିଶେଷ ଆଜିର ଦିନରେ ପ୍ରେମ ଏବଂ ଧନ ଉଭୟ କ୍ଷେତ୍ରରେ ଭାଗ୍ୟ ମଜବୁତ ରହିବ। ପରିବାର ସଦସ୍ୟମାନଙ୍କ ଠାରୁ ଆଶୀର୍ବାଦ ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ଭାବନାରେ ଭିଜିବେ ନାହିଁ। ରିଷ୍ଟଖଣ୍ଡନର ଉପାୟ ହେଉଛି କୃଷ୍ଣଙ୍କ ମନ୍ଦିର ଦର୍ଶନ କରନ୍ତୁ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା 7, ଶୁଭ ରଙ୍ଗ ନୀଳ। ଯଦି ଆପଣମାନଙ୍କୁ ଆମ୍ଭର ଦୈନନ୍ଦିନ ରାଶିଚକ୍ର କାର୍ଯ୍ୟକ୍ରମଟି ଭଲ ଲାଗୁଥିବ ତାହେଲେ ଆପଣମାନେ ଆମ୍ଭ ଚ୍ୟାନେଲକୁ ଗୋଟିଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ କରନ୍ତୁ। ଏମିତି ଦୈନନ୍ଦିନ ରାଶିଚକ୍ର ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହେଇ ରୁହନ୍ତୁ। ଜୟ ଜଗନ୍ନାଥ।